ମିଠା ହେଉ କି ପିଠା ସମସ୍ତଙ୍କର ପ୍ରିୟ। ବିଭିନ୍ନ ପର୍ବପର୍ବାଣୀରେ ଆମେ ନାନା ପ୍ରକାର ପିଠା ଖାଇଥାଉ। ବିଶେଷ କରି ଆରିସା ପିଠା, ଯାହା ଚାଉଳ ଚୂନା, ଗୁଡ଼ କିମ୍ବା ଚିନିରୁ ତିଆରି ହୁଏ। ଏହା ପ୍ରଭୁ ଜଗନ୍ନାଥଙ୍କ 56 ଭୋଗରେ ମଧ୍ୟ ଅର୍ପଣ କରାଯାଏ। ଇତିହାସରୁ ଜଣାଯାଏ ଖ୍ରୀଷ୍ଟପୂର୍ବ 5ମ ଶତାବ୍ଦୀ ବେଳକୁ ଏହି ଆରିସା ପିଠା ଲୋକପ୍ରିୟ ହୋଇସାରିଥିଲା। ଯେତେବେଳେ ସିଦ୍ଧାର୍ଥ ଗୌତମ ବୁଦ୍ଧତ୍ୱ ଲଭିଲେ ସେତେବେଳେ ସେ କଳିଙ୍ଗରୁ ଆସିଥିବା 2 ବଣିକ ତପସ୍ୱୁ ଏବଂ ବଲ୍ଲୀକଙ୍କ ଠାରୁ ଏହି ଆରିସା ପିଠା ଖାଇ ସାଷ୍ଟମ ହୋଇଥିଲେ ବୋଲି ବୌଦ୍ଧ ଗ୍ରନ୍ଥମାନଙ୍କରେ ଲେଖାଯାଇଛି। ଆରିସା ଏକ ପାଲି ଶବ୍ଦ। ପାଲି ଭାଷାରେ ସେତେବେଳେ ଚାଉଳକୁ ଆରିସା ବୋଲି କୁହାଯାଉଥିଲା। ତେଣୁ ଆରିସା ପିଠା କହିଲେ ଚାଉଳ ପିଠାକୁ ହିଁ ବୁଝାଏ। ଆସାମରେ ଏହାକୁ ଚାଉଳ ପିଠା, ବିହାର, ଝାଡ଼ଖଣ୍ଡ ଏବଂ ଉତ୍ତରପ୍ରଦେଶରେ ଏହାକୁ ହିଲ୍ସା କୁହାଯାଉଥିବା ବେଳେ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହା ଏକ ପାରମ୍ପରିକ ପିଠା ଆରିସାଲୁ ବୋଲି କୁହାଯାଏ। ତଥାପି ଆମ ଓଡ଼ିଶାରେ ଏହି ଆରିସା ପିଠା ବେଶ୍ ଆଦରଣୀୟ। କେହି କେହି ଏହାକୁ ଘି ପିଠା ବୋଲି ମଧ୍ୟ କହନ୍ତି। ଏହି ପିଠା ଦେଖିବାକୁ ଯେମିତି ଲୋଭନୀୟ ସେମିତି ସ୍ୱାଦିଷ୍ଟ। ତେବେ ସମସ୍ତେ ତ ପର୍ବପର୍ବାଣୀରେ ନିଜ ଘରେ ଆରିସା ପିଠା ପ୍ରସ୍ତୁତ କରନ୍ତି, କିନ୍ତୁ ଆଜି ଆମ ୟୁଟ୍ୟୁବ୍ ମାଧ୍ୟମରେ ଆସନ୍ତୁ ଦେଖିବା ଆରିସା ପିଠା ତିଆରି କରି ବାହାରେ ବିକ୍ରି କରିବା ସହିତ ନିଜେ ରୋଜଗାର କରିପାରୁଛନ୍ତି, ପୁଣି ଅନେକ ମହିଳାଙ୍କୁ କାମରେ ଲଗାଇ ସେମାନଙ୍କୁ ରୋଜଗାର ଦେଇପାରୁଛନ୍ତି। ବର୍ତ୍ତମାନ ଆସନ୍ତୁ ଯିବା ଜୟପୁର ପାଇକ ସାହିରେ ପ୍ରସ୍ତୁତ ହେଉଥିବା ଆରିସା ପିଠା ସ୍ଥାନକୁ ଆଉ ଜାଣିବା ସେହି ଆରିସା ପିଠା ପ୍ରସ୍ତୁତ ସମ୍ପର୍କରେ। ନଳିନୀ ପ୍ରଭା ନାୟକ, ପ୍ରଧାନ ଜୟନଗର ପାଇସାହି ଆମେ ରହୁଛୁ। ମୁଁ 2011 ମସିହାରୁ ଆରମ୍ଭ କଲାଣି। ତାପରେ ଅଳ୍ପ ଟିକେ ଟିକେ କରୁଥିଲୁ। ତାପରେ ଲୋକ ଲକ୍ଷ୍ୟ ଯେତେବେଳେ ଆରମ୍ଭ କଲି ଦେଖିଲି ଯେ ଲୋକ ବହୁତ ଆସୁଛନ୍ତି। ମାନେ ଯେଉଁମାନେ କି ଯେଉଁ ମହିଳାମାନେ କିଛି କର୍ମ ନିଯୁକ୍ତି ପାଇପାରନ୍ତି, କାହାର ସ୍ୱାମୀ ଛାଡ଼ି ଦେଇଛି, କାହାର ସ୍ୱାମୀ ଏକ୍ସପାୟାର୍ଡ କରିଯାଇଛି, ଏମିତି ଲୋକ ବହୁତ ଆସୁଛନ୍ତି। ମନେ ମନେ ଚିନ୍ତା କଲି ଯେ ଏମାନଙ୍କୁ କର୍ମ ଦେବାକୁ ତ ମୋର ଏତେ ବଡ଼ ସଂସ୍ଥା ନାହିଁ, ଆକୁ କେମିତି ବଢ଼େଇଲେ ମାର୍କେଟ କେମିତି ହେବ ସେ ବିଷୟରେ ଚେଷ୍ଟା ଜାରି ରଖିଲି। ତାପରେ ଧୀରେ ଧୀରେ 2 କେଜିରୁ ଆରମ୍ଭ କରି 6 କେଜି କଲି, ତାପରେ 10 କେଜି କଲି, 15 କେଜି କଲି, ତାପରେ 2 ଜଣ, 5 ଜଣ, 10 ଜଣ, ବର୍ତ୍ତମାନ 30 ମହିଳା କାମ କରୁଛନ୍ତି। ଯେଉଁମାନେ ମନ୍ଥଲି ରହିଛନ୍ତି ସେମାନେ ଭୋର 6ଟାରୁ ଆସନ୍ତି, ଆଉ ଘଣ୍ଟା ବେଳକୁ ତାଙ୍କ କାମର ଓଭର ହୁଏ। ଜଣେ 4 ଜଣ ଅଛନ୍ତି ମନ୍ଥଲି ନେବାକୁ, ଜଣେ 10,000 ନେଉଛି, ଯିଏକି ଚାଉଳ ବତୁରେଇବ, ଛଣାଛଣି କରିବ, ସବୁ କରିବ। ଆଉ ଜଣେ ଅଛି 8,000 ନେଉଛି, ଯିଏ ମିଲିଂ କରିବ, ମିଲିଂ ମେସିନ୍ ମଧ୍ୟ ଅଛି, ମିଲିଂ କରିବ। ଆଉ ପ୍ୟାକିଂ ପାଇଁ 2ଟା ଝିଅ ଅଛନ୍ତି, ସେମାନେ 6,000, 12,000 ନେଉଛନ୍ତି। ଆଉ ଏମାନେ ଯେଉଁ ନେଉଛନ୍ତି, ଯେଉଁମାନେ ଛଣାଛଣି କରୁଛନ୍ତି, ସେମାନେ ଡେଲି 250 ତାଙ୍କୁ ଦେଉଛି, ଡେଲି ପେମେଣ୍ଟ ତାଙ୍କୁ କରୁଛି। ଏହା ପାଇଁ ଗୁଡ଼, ମେନ୍ ତ ଗୁଡ଼ ଆଉ କମ୍ ମାତ୍ରାରେ ଟିକେ ଷ୍ଟ୍ରଙ୍ଗ ରହିବା ପାଇଁ ଚିନି ଟିକେ ମିଶା ହେଉଛି। ଆଉ ତାପରେ ସମ୍ ପକା ହେଉଛି, ଯେଉଁଟା ଆମେ କହୁଛନ୍ତି ପାନ ମଧୁରୀ, ସେଟା ପକା ହେଉଛି। ବାସ୍ ସେତିକି। ହଁ, ଚାଉଳ ଚୁନା ତ, ଚାଉଳ ଚୁନା ମେନ୍। ଚାଉଳ ଚୁନା ସହିତ ଗୁଡ଼, ଚିନିରେ ଚାଉଳ ଚୁନା ପକା ହେଉଛି। ଆଉ ଆଜି 2.5 କୁଇଣ୍ଟାଲ ବତୁରିଲା, କାଲି 3 କୁଇଣ୍ଟାଲ ବତୁରିଲା, ଆବଶ୍ୟକ ଅନୁସାରେ। ତାପରେ କେହି ଛୁଟି ରହିଲେ ସେ ଅନୁସାରେ ଦେଖିକିରି କରାହେଉଛି। ଆଉ ବିକ୍ରି ପାଇଁ ମାର୍କେଟିଂ ସବୁ ଏଜେଣ୍ଟ ନେଇଯାଇଛନ୍ତି। ବର୍ତ୍ତମାନ ମାଲ ଆମର ଯାଉଛି ଛତିଶଗଡ଼ ଯାଉଛି, ପାର୍ବତୀପୁରମ ଯାଉଛି, ଗୁଣୁପୁର, ଏପଟେ ବାଲିମେଳା, ନବରଙ୍ଗପୁର, ଏପଟେ ଏସବୁ ଓଡ଼ିଶାର ପ୍ରାୟ ଅଧିକାଂଶ ଜାଗାରେ ଯାଇ ପହଞ୍ଚାଇବାକୁ ଚେଷ୍ଟା ଜାରି ରଖିଛୁ ଆମେ। ହଁ, କେତେବେଳେ ଆମେ ସବୁବେଳେ କ୍ୱାଲିଟି ଉପରେ ନଜର ଦେଉ। ମାନେ କ୍ୱାଲିଟିଟା ଭଲ ରହିଲେ ଯେକୌଣସି ଜିନିଷ ହେଉ ନଜର ରଖିବ। ଯେକୌଣସି ତୁମେ ଭଲ ଜିନିଷ ଲୋକଙ୍କ ପାଖରେ ପହଞ୍ଚାଇବ। ମୁଁ କେବେ ଅର୍ଡ଼ିନାରୀ ଚାଉଳ ଆଣିଲେ ରଖେନି। ପିଓର ଚାଉଳ, ପିଓର ଚିନି, ପିଓର ଗୁଡ଼, ମାନେ ଯେଉଁଟାକି ହୋଲସେଲ୍ ମାର୍କେଟରୁ ଆମେ ଯେଉଁଠି ଫ୍ରେଶ୍ ଜିନିଷ ମିଳିବ ସେଇ ଜିନିଷରେ ତିଆରି କରିବାକୁ ଚେଷ୍ଟା। କ୍ୱାଲିଟି ଠିକ୍ ରହିଲେ ତୁମେ ମାନେ କମ୍ପିଟିସନ୍ ରହିବନି। କ୍ୱାଲିଟି ଉପରେ ଲୋକ ନଜର ଦେବେ, ଖାଇବାକୁ ଇଚ୍ଛା କରିବେ। ମେସିନ୍ ବାଲା ମାନେ ଚୁନା ଘାଣ୍ଟିବା ପାଇଁକି, ପାଗ ଘାଣ୍ଟିବା ପାଇଁକି ମେସିନ୍ ଅଛି। ଗୁଡ଼ ଚିନି ପକାଇଲେ ହେଇଗଲା ପରେ ସେ ମେସିନ୍ ତାକୁ ଘାଣ୍ଟି ଦେଉଛି। ଆଉ ଲୋକ ପ୍ରେସର
ହେଉନି ଲୋକମାନଙ୍କୁ। ତା ବାଦେ ଗୁଳା କାଢ଼ିବା ପାଇଁ ମେସିନ୍ ଗୋଟେ ଆଣିଥିଲୁ ମାନେ ଆମେ ରାଜକୋଟରୁ, ସେଇଟା ମଧ୍ୟ ଗୁଳା କାଟିକିରି ଲୋକଙ୍କ ପାଖରେ ପହଞ୍ଚେଇ ଦେଉଛି। ତାଦ୍ୱାରା ଟିକେ କାମ ଲେବର ଇଏ କମ୍ ପଡ଼ୁଛି। ଟଙ୍କା ଖର୍ଚ୍ଚ ନାହିଁ। ମୁଁ ଯେତେବେଳେ ଆରମ୍ଭ କଲି ସେତେବେଳେ ପଇସା ପାଖରେ ନଥିଲା। ସେଠୁ ଆମର ଜଣେ ବ୍ୟାଙ୍କରେ ଇଏ କର୍ମଚାରୀ ସେ ଆମର ଆକାଉଣ୍ଟ ଦେଇ କହିଲେ ନାଇଁ ବାବୁ ଆପଣ ତ ଲୋନ୍ ନେଇକିରି କରିପାରିବେ ନା। ତାପରେ ଯେଉଁ ଆମର DIC ଲୋନ୍ ମୋର ତ ଏଜ୍ ନାହିଁ, ମେଟ୍ରିକ୍ ସାର୍ଟିଫିକେଟ୍ଟା ଥିଲା। ସେ ପିଲା ବେହେରା ଜଣେ ଥିଲେ କହିଲେ ହେଇଯିବ ମା ଆପଣଙ୍କ ସଂସ୍ଥାକୁ ଦେଖି ହେଇଯିବ। ତାପରେ ମୋତେ ଟ୍ରେନିଂ ଡାକିଲେ। ଟ୍ରେନିଂ ନେଲା ସବୁ ଟିନେଜର ପିଲା, ମୁଁ ଜଣେ ଏକା ଏଜେଡ୍ ତା ଭିତରେ। ଯେତେବେଳେ ଟ୍ରେନିଂ ସରିଲା ସାର୍ଟିଫିକେଟ୍ ଦେଲେ, ସେ ସାର୍ଟିଫିକେଟ୍ରେ ମୋତେ ଲୋନ୍ ଦେଇଥିଲେ 6 ଲକ୍ଷ ସବସିଡ଼ି ମାନେ ଦେଇଥିଲେ, ସବସିଡ଼ି ତା ଦେହରେ ଥିଲା। ସେଥିରେ ଆମେ ମେସିନ୍ ମଗେଇଥିଲୁ। ଆଉ ସବୁ ମେସିନ୍ ଅନ୍ୟାନ୍ୟ ଜିନିଷ କେତେ ଗୁଡ଼ିଏ ଆଉ ଛୋଟ ଛୋଟ ମେସିନ୍, ଯେଉଁ ଅଏଲ୍ ମେସିନ୍, ପାଗ ଘାଣ୍ଟିଆ ମେସିନ୍ ସବୁ ଆଣିଲୁ। ଏମିତି 6 ଲକ୍ଷ ଟଙ୍କାର ଜିନିଷ ଆମେ କିଣି ଦେଇଥିଲୁ। ହଁ ଲାଭ ଲୋକମାନେ ବଞ୍ଚିକିରି ଆମେ ଚଳିଯିବା ପାଇଁକି ମୋର ମେନ୍ ଲକ୍ଷ୍ୟ ଆମର ମାନେ ଯେଉଁମାନେ ଆସୁଛନ୍ତି ଲୋକମାନେ କାମ କରିବା ପାଇଁକି ବହୁତ ସେମାନେ ଖୁସି ଥିଲେ, ଆମେ ଖୁସି, ମୁଁ ଖୁସି ରହୁଛି। ତେଣୁ ସେମାନଙ୍କୁ କେମିତି କର୍ମ ଯୋଗାଣ ଦେବା ସେଇଟା ମୁଖ୍ୟ ଲକ୍ଷ୍ୟ। ତାହା ମୁଁ ସେ ଲୋନ୍ ଯିଏ କରେଇଥିଲି ତାଙ୍କୁ କହିଥିଲି ଲୋକ ଆସି ଫେରନ୍ତୁନି ମୋ ପାଖକୁ। ଯେତେ ଲୋକ ଆସିବେ ତାଙ୍କ ପାଇଁ କିଛି ନା କିଛି କାମ ମିଳୁ। ଚାକିରି ପିଛା ମାନେ ଆମେ ହୋଲସେଲ୍ରେ 40 ଟଙ୍କା ଦେଲେ, ମନେକର 12ଟାକୁ 40 ଟଙ୍କା ଦେଉଛୁ। ବେପାରୀମାନେ ତାଙ୍କର ସେ ଯାହା ଦେଲା ପରେ ରହୁଥିବେ, ବାଟ ରହିଲେ 5 ଟଙ୍କା ଲେଖାଏଁ ବିକିଲେ 60 ଟଙ୍କା। ତା ଭିତରେ ସେମାନେ ଯାହା ଗ୍ୟାପ୍ ରଖି ଯାହା କରୁଥିବେ ଆଉ କେତେ ଲଗାଉଥିବେ। କିଏ 42 ଦେଇଦେଲା, କିଏ 45 ଦେଇଦେଲା, କିଏ 60 ଦେଇଦେଲା, କିଏ ହୋଲସେଲ୍ରେ 10 ପ୍ୟାକେଟ୍ ଜାଗାରେ ଗୋଟେ ରେଟ୍, 50 ପ୍ୟାକେଟ୍ ଜାଗାରେ ଗୋଟେ ରେଟ୍ କନଷ୍ଟାଣ୍ଟ ରହୁନି। ହଁ ଆସୁଛି ବାହାରୁ, ଆମେ ଦେଇପାରୁନୁ। ବାହାରୁ ଆନ୍ଧ୍ରାରୁ କେତେ ପାର୍ଟି ଆସି ଫେରୁଛନ୍ତି, ଆମେ ତ କରିପାରୁନୁ ଏତେ। ଆଉ ଏତିକି ଯେତିକି ଜାଗା ଭିତରେ ଆମେ କରୁଛୁ ଏଇଟା ସମ୍ଭବ ହେଉନି। ଆହୁରି ଏତିକି ଜାଗା ହେଲେ ଆଉ ଅନ୍ୟ ଜାଗାକୁ ବଢ଼େଇ ହେବ। ଚେଷ୍ଟା ଜାରି ରଖିଛୁ କରିବୁ ବୋଲି। ଭବିଷ୍ୟତରେ ମୋର ଏଇ ଗୋଟିଏ ଲକ୍ଷ୍ୟ, ପିଲାମାନେ ତ ପଢ଼ାପଢ଼ି କରୁଛନ୍ତି। ମୋତେ 57 ହେଇଗଲା, ଆଜ୍ଞାଙ୍କୁ 60 ହେଇଗଲା। ଏ ବୟସରେ ବା ଆମେ କେତେ ଦିନ ଆଉ କାମ କରିପାରିବୁ। ତେଣୁ ଏ କାମ ମୁଁ ଜାରି ରଖିବି। ଜଣକୁ ଯାହାକୁ ଦାୟିତ୍ୱ ଦେବି ସେ ତ ଲୋକ ବଞ୍ଚିବା ପାଇଁକି କେହି ତ ବଞ୍ଚନ୍ତୁ। ମୋତେ ବହୁତ ଖୁସି, ମାନେ ଯେତେବେଳେ ଯେଉଁ ଦିନ କାମ ବନ୍ଦ ହୁଏ ମୋତେ ବହୁତ କଷ୍ଟ ଲାଗେ। ଏଇନା ଲୋକ ଆସିବେନି, ତାଙ୍କ ମୁହଁ ଦେଖିବିନି। ଏ ଭିତରେ ଏ ଗୋଟେ ଭିତରେ ଏମିତି ଆକାଉଣ୍ଟ ହେଇଗଲାଣି ମୋତେ ଅନ୍ୟ କିଛି ଭଲ ଲାଗେନି। ମାନେ ଏମାନେ ଥିଲେ ସେମାନଙ୍କ ସେଥିରେ ହସ ଖୁସି, ତାଙ୍କୁ ଟିକେ ଚା କରିଦେବା, ସେମାନଙ୍କ ପାଇଁକି ଦୁଃଖ ସୁଖ ବାଣ୍ଟିବା, କାହାର କ'ଣ ସେୟାର କରିବା, ଏସବୁ ବେଶୀ ଭଲ ଲାଗେ ମୋତେ। ମାନେ ସେମାନଙ୍କ ଦୁଃଖରେ ଦୁଃଖୀ, ସୁଖରେ ସୁଖିବାକୁ ବେଶୀ ଭଲ ଲାଗେ। ତାଙ୍କ ମୁହଁରେ ହସ ଦେଖିଲେ ମୋତେ ଭଲ ଲାଗେ। ଯେ 20-25 ମହିଳା ଆସୁଛନ୍ତି, ଯାହା ହଉ ନାନୀ ତମ ଦ୍ୱାରା ଆମେ ଉପକୃତ ହେଉଛୁ, ସେତିକିରେ ମୁଁ ବହୁତ ସନ୍ତୁଷ୍ଟ ହୁଏ। ଆଉ ଆଜ୍ଞା ମଧ୍ୟ ମୋତେ ବହୁତ ସାହାଯ୍ୟ କରନ୍ତି, ସପୋର୍ଟ କରନ୍ତି। ସେ ସପୋର୍ଟ କରନ୍ତି ବୋଲି ଚିନି ଗୁଡ଼ କେଉଁଠୁ ଆସିବ, ନୟାଗଡ଼ରୁ ମଗାଉ ଗୁଡ଼, ଫ୍ରେଶ୍ ଗୁଡ଼ଟା ଯେଉଁଟାକି ନନ୍ କେମିକାଲ୍ ଜିନିଷରେ ଆମେ କରିବା ପାଇଁ ବହୁତ ଚେଷ୍ଟା କରୁ। ଦେଖିଲେ ତ, ନିଜେ ରୋଜଗାରକ୍ଷମ ହେବା ସହିତ ଅନ୍ୟ ମହିଳାମାନଙ୍କୁ ମଧ୍ୟ ସେ ରୋଜଗାର ଦେଇପାରୁଛନ୍ତି। ଧୀର ପାଣି ପଥର କାଟେ ପରି ସେ ଛୋଟ ବ୍ୟବସାୟଟିଏ ଆରମ୍ଭ କରୁ କରୁ ବର୍ତ୍ତମାନ ସେ ଓଡ଼ିଶା ବାହାରେ ବି କ୍ୱାଲିଟି ଆରିସା ପିଠା ପାଇଁ ବେଶ୍ ପରିଚିତ ଆଉ ଆଦୃତ। ଏତିକିରେ ତାଙ୍କ ଲକ୍ଷ୍ୟ ସରିଯାଇନି। ଆଗକୁ ଆହୁରି ଆଶା ଓ ସ୍ୱପ୍ନ ରହିଛି ଏହି ଆରିସା ପିଠା ବିକ୍ରିର ବହୁଳ ପ୍ରଚାର ପ୍ରସାର ପାଇଁ। ଭଗବାନ କରନ୍ତୁ ତାଙ୍କର ଆଶା ଓ ସ୍ୱପ୍ନ ପୂରଣ ହେଉ, ଲକ୍ଷ୍ୟସ୍ଥଳରେ ସେ ନିଶ୍ଚୟ ପହଞ୍ଚନ୍ତୁ। ଏହା ହିଁ ଆମର କାମନା। ହଁ, ଆପଣ ବି ଥରେ ଏଇ ଆରିସା ପିଠା ଖାଆନ୍ତୁ ନା, ତାପରେ ନିଶ୍ଚୟ କହିବେ ଏହାର ସ୍ୱାଦ କେମିତି। ଆମ ଏ ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ ଲାଇକ୍, ସେୟାର କରିବେ, କମେଣ୍ଟ ଲେଖିବେ, ଆଉ ଶେଷରେ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ଧନ୍ୟବାଦ।